ସାଙ୍ଗମାନେ ମାଟିରେ କ'ଣ ବାହାରିଛି? କ୍ଷୀରମଣି ସକାଳୁ ସକାଳୁ ମେଣ୍ଡି ଗୁଡ଼ାକୁ କାହିଁକି ଧୂଆଁ ଦେଉଛି? ଆପଣ ଜାଣିବାକୁ ଚାହୁଁଥିଲେ ଭିଡ଼ିଓକୁ ଶେଷ ଯାଏ ଦେଖନ୍ତୁ। ହାଇ ସାଙ୍ଗମାନେ, ଜୟ ଜଗନ୍ନାଥ, ନମସ୍କାର। ଆପଣମାନଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ମିନି ବ୍ଲଗ୍ରେ। ଦେଖିପାରୁଥିବେ ଗାଇସ୍, ମେଣ୍ଢା ଆଉ ମେଣ୍ଢି ମାନଙ୍କୁ ଯାଇଛି ବସନ୍ତ, ତ ସେଥିପାଇଁ ଚରାଇବାକୁ ନେଇନାହାନ୍ତି। ତ ମୁଁ ଚାଲି ତାଙ୍କ ପାଇଁ ଘାସ କାଟିବାକୁ। ଦେଖିପାରୁଥିବେ ବାଟରେ ଯାଉ ଯାଉ ଦେଖିଲି ଗାଈ ମାନେ ଶୋଇଛନ୍ତି। ଏଇଟା ହେଲା ଆମ ଗାଁ ନଦୀକୁ ଯିବା ବାଟ। ଦେଖିପାରୁଥିବେ ଗାଇସ୍, ତ ଯିବା ବାଟରେ ପୋକଟେ ମୋତେ ଦେଖି ପଳଉଛି। ୟାକୁ ତମର କ'ଣ କହନ୍ତି କମେଣ୍ଟ କରନ୍ତୁ। ଘାସ କାଟିବାକୁ ଗଲାବେଳେ ବାଟରେ ଦେଖିଲେ ଶାବଳ ଛତୁ ଦୁଇଟା ବାହାରିଛି। ତାପରେ ଦୁଇଟା ଦେଖି ଦେଖୁ ସାଇଡ୍ରେ ବି ଖୋଜିଲି, ତେଣୁ ସେଇଠି ବାହାରିଲା 3ଟା ଛତୁ। ଦେଖିପାରୁଥିବେ 3ଟା ଛତୁ ଖୋଜିଲା ପରେ ଆଗକୁ ଗଲାପରେ ଆହୁରି ଅଧା ବାହାରିଛି। ସବୁକୁ ମୁଁ ଟାଣିଦେଲି, ଟାଣିକି ଧରିକି ଗଲି ନଦୀ ଆଡ଼କୁ। ଦେଖିପାରୁଥିବେ ଗାଈସ୍, ସେତିକି ଅଛି। ତାପରେ ମୁଁ କାଟିକି ରଖିଥିବା ସବୁ ଘାସକୁ ବସ୍ତାରେ ରଖିଦେଲି। ତାପରେ ଗାଧେଇକି ଘରକୁ ଯିବାକୁ ବାହାରିଲି। ଦେଖିପାରୁଥିବେ ସାଙ୍ଗମାନେ, ଘରକୁ ଗଲା ପରେ କ୍ଷୀରମଣି ଯଦି କାଟି ନେଇଥିବା ଘାସକୁ ମେଣ୍ଢା ମେଣ୍ଢିମାନଙ୍କୁ ଦେଇଦେଲା। ମାତ୍ର ସେମାନେ ଖାଉନଥିଲେ ବି ଆଉ ଦେଲା। ତାପରେ ସେ ଗଲା ଘରକୁ ଝୁଣା ଆଣିବାକୁ। ତାପରେ ନିଆଁରେ ଝୁଣା ଦେଇକି ସେମିତି ଧୂଆଁ ସମସ୍ତଙ୍କୁ ଖୁଆଇଦେଲା। ଦେଖିପାରୁଥିବେ ଝୁଣା ଧୂପ ଦେବା ଫଳରେ ବସନ୍ତ କିଛି ମାତ୍ରାରେ କମି ଯାଇଥାଏ। ଦେଖନ୍ତୁ ଝୁଣା ଧୂପ ଦେଉଛି ସମସ୍ତଙ୍କୁ। ତାପରେ ଦେଖିଲେ ଆମ ରାଜ ବେଟାକୁ ସେ ଦେଖୁଛନ୍ତି। ସାରିଲା ପରେ ସେପଟେ ଦେଖିଲେ ଆମ କୁକୁର କୁଇଁ କୁଇଁ ହେଉଛି, ତ ତାକୁ ନେଇକି ଦେଇଦେଲେ ଭାତ। କିନ୍ତୁ ସେ ଖାଉନାହିଁ, କାହିଁକିନା ତାକୁ ମଶି କାମୁଡ଼ୁଥିଲେ।